ନାଇଁ ବାସ ଉଠିଲା। ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ଆୱାର ଚ୍ୟାନେଲ। ଆପଣ ମାନେ ଜାଣିଛନ୍ତି ତ ମୁଁ ଆପଣ ମାନଙ୍କର ବୁଦ୍ଧିଆ ନନା। ଆମେ ଆଜି ପିଲାମାନଙ୍କ ପାଇଁ ନେଇ ଆସିଛୁ ଦେଶୀ ଭାଡ଼ି ପୋଟଳ। ଆପଣମାନେ ତ ଜାଣିଛନ୍ତି ଏବେ ପୋଟଳ ସିଜିନ ଚାଲିଛି, ଯୋଉଠି ଦେଖିବେ ଭୋଜିରେ ପୋଟଳ ଆଳୁଟେ ନିହାତି ହେଇଥିବ। କିନ୍ତୁ ଆମେ ଆଜି ପୋଟଳ ଆଳୁ ନ କରି ଗୋଟେ ଦହି ପୋଟଳଟେ ପ୍ରସ୍ତୁତ କରୁଛୁ। ମସଲାରେ ଦହି ଦେଇ ଗୋଟେ ନଙ୍ଘା ପାଗର ଦହି ପୋଟଳଟେ ପ୍ରସ୍ତୁତ କରିବୁ, ଆଉ ପିଲାମାନଙ୍କୁ ଖାଇବାକୁ ଦବୁ। ଦହି ପୋଟଳ ପିଲାମାନେ ଖାଉଥିବେ, ତାର ଖଟା ମିଠାର ସ୍ୱାଦ ପାଉଥିବେ। ହଉ ଭାଇମାନେ, ଚାଲ ଏଥର ପୋଟଳ ଧୁଆ ଧୁଇ କରି କଟାକଟି ଆରମ୍ଭ କରିବା। ଚାଲ ଚାଲ। ବୁଝିବା ନା ସତେ କି ସଜ ପୋଟଳ ଦେଖିଲା। ଦହି ପୋଟଳ ଆଜି ଜମିଯିବ। ଆଖି ପଡୁଛି ପିଆଜ ପରା ନାସିକ ପିଆଜ ଇଏ ସବୁ ଆଖି ପଡିବ ଆଉ। ଦେଶୀ ଭାଡ଼ି ପୋଟଳଟା ଯୋଉ ଆଣିଛ ଜାଣିଲ କି, ବଢିଆ ପୋଟଳ। ଆଜି ଦହି ପୋଟଳ ପୁରା ଜମିଯିବ ଆଜି। ପୋଟଳକୁ ଧୋଇକି ଭଲ ଭାବରେ କାଟି ଦେଇଛେ। ଏବେ କଡେଇରେ ତେଲ ଦେଇ ପୋଟଳକୁ ଛାଣିଦବା। ସନଫ୍ଲାୱାର ଅଏଲ, ବୁଝିଆ ନା ପୋଟଳ ହେଇଗଲା, କାଢିଦିଅ କାଢିଦିଅ। ନାଇଁ ଦହି ପୋଟଳଟା ଆଜି ପୁରା ଚାଙ୍ଗା ହବ। ଜବରଦସ୍ତ। ଏଇ ଯୋଉ ଆମ ସାଇଡ କଟିଂଟା ହେଇଛି ତା ଦେହରେ ସବୁ ମସଲା ଗୁଡାକ ପଶିବ। ପୋଟଳକୁ ଆମେ ଭଲ ଭାବରେ ଛାଣି ଦେଇଛେ। ଏବେ ଦହି ପୋଟଳ ପାଇଁ ମସଲା ପ୍ରସ୍ତୁତ କରିବା। ସନଫ୍ଲାୱାର ଅଏଲ, ଖଣ୍ଡ ମସଲା, ତେଜପତ୍ର, ରସୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କିଚେନ କିଙ୍ଗ ମସଲା, ସ୍ୱାଦ ଅନୁସାରେ ଲୁଣ। ବୁଝିଆ ନା ମସଲା ତ ପୁରା ହେଇଗଲାଣି, ପୋଟଳ ପକେଇଦବା। ବୋକାଟା କିରେ, ପୋଟଳ କଣ ପକେଇବୁ? ଦହି ପୋଟଳ, ଦହି ଆଗ ପୋଟଳ ପଛରେ। ହଉ ତାହେଲେ ଦହି ମାଇଲି। ମାର ମାରେ। ଦହି ପୋଟଳକୁ ଟିକେ ଖଟା ଆଉ ମିଠା କରିବା ପାଇଁ ଚିନି ଦେଇଦବା। ବୁଝିଆ ନା ମସଲା ଟାକୁ ନଙ୍ଗା ଷ୍ଟାଇଲରେ ମିଶେଇ ଦିଅ, ତାପରେ ପୋଟଳଟା ଦେଇଦବା। ବୁଝିଆ ନା ଦହି ମସଲା ରେଡି। ପୋଟଳ ଦେ ଛାଡି। ନାଇଁ ବାସ ଉଠିଲା।
ମୁନାଇ ହଁ ଦହି ପୋଟଳ ରେଡି ଚୁଲିରେ ଦିଅ କାଢି କାଳୁ ଧର ଧର ଗରମ ମସଲା ଯଦି ଆମର ଛୋଟ ପ୍ରୟାସଟି ଆପଣମାନଙ୍କର ହୃଦୟ ସ୍ପର୍ଶ ହୋଇଥାଏ ଆପଣମାନଙ୍କର ଆଶୀର୍ବାଦର ହାତ ଆମ ମଥା ଉପରେ ଏମିତି ରଖିଥାନ୍ତୁ ଆମ ଭିଡିଓଟିକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଘାଣ୍ଟି ଓଡିଆ ଚ୍ୟାନେଲ ପରା ସବସ୍କ୍ରାଇବ କରିଦିଅନ୍ତୁ।